ଚାନେଲ ଲାଗିଛି କଳି ଯୁଗରେ ଅନ୍ଧ ଲୋକ ଦେଖିଥିଲା ଭଗବାନ ବିଷ୍ଣୁ ନାରାୟଣ ଜଗନ୍ନାଥଙ୍କୁ। ସେ ହେଲେ ଭୀମ ଭୋଇ। ଦ୍ୱାପର ଯୁଗରେ ଜଣେ ଅନ୍ଧ ଦେଖିଥିଲା ଭଗବାନଙ୍କୁ। ସେ କିଏ? ସେ ବିଲମଙ୍ଗଳ। ବାବୁରେ ତ୍ରେତୟା ଆଉ ସତ୍ୟ ଦିଟା ଯୁଗ ଛାଡିଥିଲି। 5 ଦିନ ହେଇଗଲା ରଣା ବାବୁଙ୍କ ଠାରୁ ଆଦାୟ ହେଲାନି। ଚାନେଲ ଲାଗିଛି ଚାନେଲ ଲାଗିଛି। ଆଜି ତାଙ୍କୁ ଛାଟରେ ପିଟିକିରି ଆଦାୟ କରିବି। ଆଜି ତାଙ୍କୁ ଛାଟରେ ପିଟିକିରି ଆଦାୟ କରିବି। ପୃଥିବୀରେ ଯେତେ ସର୍ପମାନ ଅଛନ୍ତି ସବୁଠାରୁ ଭୟଙ୍କର ହଉଛି ରଣା। କାମୁଡେ ଯେବେ ରଣା ଦେଇ ନ ପାରିବ ମହାଦେବଙ୍କ ପାଟ ଅଗଣା। ନାଗଦମ୍ବ ଠାରୁ ଆହୁରି ଭୟଙ୍କର ହଉଛି ରଣା। ରଣା ଯେତେବେଳେ କାମୁଡେ ସିଏ ବାପରେ ଏଠେକି ସେଠେଇ କାମୁଡିବନି, ସିଏ କର୍ଣ୍ଣ ମୁଡିକି କାମୁଡିବରେ ପର୍ଯ୍ୟନ୍ତ ଜ୍ଞାନ ନେତ୍ର ତୋର ଉଦୟ ହେଇନି ରେ। ଦେଖିଦେବା ଟିକେ ରଣା କାମୁଡା ତମେ ଖା। ତମେ ଖାଇନ ତ, ଖାଇଛ ଆଗରୁ ଖାଇଛ କିନ୍ତୁ ଏବେ ଟିକେ ଖାଇବା ହାଉନି ତ, ତେଣୁ ତମକୁ ଟିକେ ମଜା ଲାଗୁଛି। ଆଉ ରଣା କାହିଁକି କାମୁଡୁନି ଟିକେ ଖୋଜୁଛ କାମୁଡିବା ପାଇଁ। ପୁଅ ରଣା ଟିକେ ହାତ ମାରିବନି କେ। ରଣା ଟିକେ ହାତ ମାରିଲେ କେମିତି ଲାଗିବ ଜାଣିଛୁ? କଲା ମୋର ମାହାଲ ମାଲି ରଣା କାମୁଡିଲା ରାତିରେ କାଲେ। ଏ ହେଇନି କିଛି ଏ ହେଇନି କିଛି, ଦେଖ କାଲି କି କଣ ହଉଛି, ଦେଖ କାଲି କି କଣ ହଉଛି। ସେ ରଣା ଲାଙ୍ଗୁଡରେ ହାତ ମାରିଛି। ପୁଅ ରଣା ଲାଙ୍ଗୁଡରେ ହାତ ମାରିଛନ୍ତି। କହିଲେ କେତେବେଳେ ଲାଙ୍ଗୁଡରେ ହାତ ବାଜିବା ପରେ ତାପରେ ଟିକେ ପୃଷ୍ଠରେ ତାଙ୍କ ହାତ ପଡିବ, ତାପରେ ମୁଣ୍ଡକୁ ଧରିବା। ଆଜ୍ଞା ଆରେ ମୁଣ୍ଡକୁ ଧରିଲା ପର୍ଯ୍ୟନ୍ତ ତମେ ଆଉ ଥିବ ତ? ଚାନେଲ ଲାଗିଛି ଚାନେଲ ଲାଗିଛି ନାଇଁ କି? ଚୌପତି ଟେ ଯୋଉ ଚୌପତି ଗାଇବି ଆଦ୍ୟ କେ ପ୍ରାନ୍ତେ କେ। ଓ ତାକୁ ମିଶେଇ ଦେଲ କେ କେ। ପ୍ରଥମରେ ରହିବ କେ, ଶେଷରେ ରହିବ କେ। କେଳେ କୌଶଳେ ବାନ୍ଧି କେଳେ କୌଶଳେ ବାନ୍ଧି ଦେଲା ଲୋଭ କେ। କେଳେ କଉ কে বান্দে সুদামা দুজ, କେଳେ କୌଶଳେ ବାନ୍ଧି ଦେଲା ଲୋଭ କେ। କେଳେ ତମେ ସେମିତି ହୁଅନି ସାରେ। କଣ ହଉଛି? ନା ତାଙ୍କର ହଉନି ତମର କାହିଁକି ହଉଛି? କଣ ନା ତାଙ୍କର ହଉନି ତମର କାହିଁକି ହଉଛି? କଣ ହେଲା? ତମେ ଏଗୁଡା କେତେବେଳେ କେମନ୍ତ ସୁଦାମା ଦିଜ সুদামার কে, କେମନ୍ତ ସୁଦାମା ଦିଜ সুদামার কে। ସମସ୍ତଙ୍କ ଢି ହାତ ମାରିବାର ଭାଇନା। ରଣା ଢି କେବେ ହାତ ମାରିବ ନା। କାହିଁକି ନା ପୁଅ ଡମ ପୋଡା ତୋ ପୁଅରେ ନଟବରଧଳ ସାମନ ଗୋଟାଏ ପଦ ଗୁଣଗ୍ରାହୀ ବିଦ୍ୱାନ ମଣ୍ଡଳ ଲେଖିଲେ। କହିଲେ କେତେ ଗୁଡିଏ ବୋଲଣିଆ ଜିନିଷ ଏ ସଂସାରରେ ରହିଛି, ସେ ଭଳିଆ କାମ କେବେ କରିବୁନି ବାପା। ସେ ବୋଲଣିଆ ପୁଅ ସେ ବୋଲଣିଆ କଣ ସୁନ୍ଦର ଭାବରେ ଧଳ ଲେଖିଦେଲା। ଆଜ୍ଞା କହିଲେ ଆମେ ଢୁମ୍ପା ଗାଉଛୁ ବାପା। ଢୁମ୍ପା ସଙ୍ଗୀତ ଧଳଙ୍କର ଗୋଟାଏ ପଦ। ଆଜ୍ଞା କଣ କହିଲେ? କଲା ମୋର ଖାଲି ବୋଲଣା ଖାଲି ବୋଲଣା ଖାଲି ବୋଲଣା। କଲା ମିଠା ନ ଥାଇ ଯେବେ ସରପଣା। খালি বলো না মিঠা নথাই কি বেসর পোড়া, খালি বলো না। বরষা দিনরে শাଳରେ কোণা। খালি বলো না বরষা দিনরে চালরে কোণা, খালি বলো না। আরে ওটা কাট কেশ ধরি রসরে নিয়তে গুরু লোকে আরে কেশরারি রথরে নিয়তে। কଣ କିରେ? ଏ ତମେ କୋଉଠି? ମୋ ଆଖିଟା ଗଳି ପଇଲା। କୁଆଡେ? କଣ ଗଳି ପିଲା? ସାର ମୋ ଆଖି କୋଉଠି ଗଳି ପଇଲା? କଣ ଆଖି ଗଳି ପିଲା? କୋଟା ବାଜିଲା ବାହାରିଲା ଆପଣ। କେଶ ଧରି ରସରେ নিয়তে গুরু লোকে আরে কেশরারি রথরে নিয়তে গুরু। ଏଇଟା କେଞ୍ଚା। ଆଉ 4 ଦିନ ଟାଇମ ଦେଲି। ଆଜ୍ଞା ଏମିତି ଗୋଟେ କାଟ କରି ଦେଖା, ଏମିତି ଗୋଟେ କାଟ କରି ଦେଖା। ମସଲା ତରକାରୀ ହେଲେ বলো না খালি বলো না, আরে মশলা তরকারি এলে হলো না, খালি বলো না। নাগ ছুয়া যাবে নাগ ছুয়া যাবে
ধানা গছুয়া যাবে হেব ঢামনা খালি বলো না কে আদে প্রান্তে বাঙ্কার খালি সেতেগে নহ পাকুয়া বাডে গো টাণুয়া চোনা খালি বলো না ঢেলা মারা জিয়ে ঢেলা মারা জিয়ে ঢেলা মারা জিয়ে খোলা বুয়া ঢেলা মারা জিয়ে দেখিলে রোনা খালি বলো না বাঙ্কা চৌপতি সত কাহা মিতল কাহা কুমারা সতগা মিতল হে কাহা কুমারা সতগা মিতল আউ দেখিয়া খিলাকি দেখিয়া কি লাগি দেখিয়া কি লাগি দেখিয়া খিলাকি দেখিয়া কি লাগি দেখিয়া কি লাগি দেখিয়া খিলাকি গাও সতগা সত কাহা মিতালো হে তো কাহা ହୁଏତ ରଣାବାବୁ ଆସି ସମାଲୋଚନା କରିପାରନ୍ତି ଏପଟେ ଚ୍ୟାନେଲ ଲାଗିଛି କୋଉ ଠାକୁରଙ୍କୁ କେମିତି ଦର୍ଶନ କଲେ ପ୍ରଭୁ କୃପା କରିବେ ପ୍ରଥମ ଦିନ ଗାଇଥିଲେ ଆଉ ଥରେ କହିଦଉଛି ବଂଶୀ ବାଜୁଛି କେଳେ ମଧୁରେ ବରଜା ବୃନ୍ଦାବନରେ ବଂଶୀ ବାଜୁଛି କେଳେ ମଧୁର ବରଜା ବୃନ୍ଦାବନରେ ବଂଶୀ ବାଜୁଛି କେଳେ ମଧୁରେ ବରଜା ବୃନ୍ଦାବନରେ ବଂଶୀ ବାଜୁଛି କେଳେ ମଧୁର ବରଜା ବୃନ୍ଦାବନରେ ରାଧା ନାଚୁଛି ରାଧା ନାଚୁଛି ଲୋ ରାଧା ନାଚୁଛି ରାଧା ନାଚୁଛି ଲୋ ରାଧା ନାଚୁଛି ରାଧା ନାଚୁଛି ଲୋ ରାଧା ନାଚୁଛି ରାଧା ନାଚୁଛି କେଳେ ଛନ୍ଦରେ ରଜା ବୃନ୍ଦାବନରେ ବଂଶୀ ବାଜୁଛି କେଳେ ମଧୁର ବରଜା ବୃନ୍ଦାବନରେ ବଂଶୀ ବାଜୁଛି କେଳେ ମଧୁର ବରଜା ବୃନ୍ଦାବନରେ ବଂଶୀ ବାଜୁଛି କେଳେ ମଧୁର ବରଜା ବୃନ୍ଦାବନରେ ରାଧା ନାଚୁଛି ଲୋ ରାଧା ନାଚୁଛି ରାଧା ନାଚୁଛି ଲୋ ରାଧା ନାଚୁଛି ରାଧା ନାଚୁଛି କେଳେ ମଧୁରେ ବରଜା ବୃନ୍ଦାବନରେ ବଂଶୀ ବାଜୁଛି କେଳେ ମଧୁର ବରଜା ବୃନ୍ଦାବନରେ ଆଉ ଶ୍ରାବଲ୍ୟ ମୋର ପଣ୍ଡିତ ମଣ୍ଡଳୀ ନାଚୁଛି ବାଜୁଛି କେଳେ ମଧୁରେ ବରଜା ଭାବକୁ ପରେ ଶ୍ରୁତି ଦେଇଥିବେ ଢାଳି ବାଜୁଛି କେଳେ ମଧୁର ବରଜା ବଂଶୀର ସ୍ୱରକୁ ସ୍ୱର କର୍ଣ୍ଣରେ ଶୁଣିଲା ବାଜୁଛି କେଳେ ମଧୁର ବରଜା ବୃକ୍ଷ ଡାଳକୁ ଅନାଇର ଦେଲା ବାଜୁଛି କେଳେ ମଧୁର ବରଜା ବୃନ୍ଦାବନରେ ବୃକ୍ଷ ଡାଳରେ କଣ୍ଢେଇ ବସିଛି ବାଜୁଛି କେଳେ ମଧୁର ବରଜା ବୃନ୍ଦାବନରେ ଶିବ ଜୟ ସତ ମୁରୁକି ହସୁଛି ବାଜୁଛି କେଳେ ମଧୁର ବରଜା ଚୋରଟା ଚତୁର୍ଦିଗକୁ ଚାହିଁଲା କୋଉଠି ବଂଶୀ ଆରେ ବାଜୁଛି କୋଉଠି ଗୋଟେ ବାଜିଲା ଚାହିଁଲା ଟିକେ ଉପରକୁ ହଁ। ଗଛ ଡାଳରେ ଗୋଟେ ପିଲା ବସିଛି ହଁ। ହଳଦିଆ ପାଟଟା ପିନ୍ଧିଛି ଆଚ୍ଛା, ଆଚ୍ଛା। ହାତରେ ଜାମୁଡାଳ ହଁ। ବେକରେ କାଇଁଚ ମାଳ ଆଚ୍ଛା। ବଇଁଶୀଟେ ବଜଉଛି ଓହୋ ପିଲାରେ ତୁ କିଏ କିରେ ଏ
ତଳୁ କଲା ତୁ କିଏ କିରେ ଓଲିଆ 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 କିରେ କିରେ ତୁ କାହିଁକି ବଇଁଶୀ ବଜାଉଥିଲୁ ତୁ କାହିଁ ଗଛ ଘରେ ବଇଥିଲୁ ତୁ କିଏ ସେବା ମୁଁ କିଏ ତୁ କିଏ ମତେ ଚିହ୍ନିନୁ କିରେ ତୁ କିଏ ତୁ କାହାକୁ ଖୋଜୁଛୁ ମୁଁ କୃଷ୍ଣକୁ ଖୋଜୁଛି ହସୁଛୁ ଆରେ ତୁ ଯୋଉ କୃଷ୍ଣକୁ ଖୋଜୁଛୁ ମୁଁ ସେଇ କୃଷ୍ଣ এইটা মূর্খটা এইটা গৌড় পিলা বেড়ে দেখা যাচ্ছি গোটে কাঠর বইঁশি ধরিছি ইরে বাপা তোর তো কারণ সোনা রূপা কিছু নাই ମୁଁ କାହ୍ନା তু কাহ্না ମୁଁ କହ୍ନେଇ তু কনেই তোর কেতেটা না কি ମୋର ଅନେକ ନାଁ ଅଛି ହଁ। ତୁ କଣ ପାଇଁ ମତେ ଖୋଜୁଥିଲୁ ଟିକେ କହିଲୁ আচ্ছা কইলু মু কৃষ্ণକୁ কোউটি পাইবি ଆରେ ମୁଁ ପରା କୃଷ୍ଣ আচ্ছা তো বেকর তো কাই অলঙ্কার পণ কিছু নাই ତତେ କେହି ଜଣେ କହିଥିଲା ହଁ। ମୋ କାନରେ ଗଳାରେ ହାତରେ ଅଣ୍ଟାରେ ପାଦରେ ବହୁତ ଅଳଙ୍କାର ଅଛି ବୋଲି তু বড় লোক বলি ମୁଁ ଦୁନିଆର ବଡ ଲୋକ ବାସ୍ତବିକ ସେ ସତ କହିଛି কিরা সত কইছি তো দেরি কি ଏ ଦୁନିଆରେ ମୋ ବ୍ୟତୀତ ଯିଏ ମୁଁ କହିଲା ସିଏ ମରିଗଲା ସେ ସଂସାରରେ ମୋ ଦ୍ରୋହୀ ହେଇଗଲା ଏ ଦୁନିଆରେ ଏକମାତ୍ର ମୁଁ ହଉଛି ମୁଁ ଆମ ପରମଂଶ କହିଲେ কোন କହିଲେ ମୁଁ କାହାର ପଣରେ କେବେ न करिबु इच्छा ये हो इच्छा ଆଉ ମୁଁ ଯେ କରୁଛି बोली न करिबु बाचा हो ଏ ଦୁନିଆରେ ଯାହା କରୁଛି ମୁଁ କରୁଛି আমি ছুয়াটা ଆଉ ଯିଏ କହିଲା ମୁଁ ସେ ମୋର ଦ୍ରୋହୀ ହେଇଗଲା ମୁଁ ପଦ ଗୋଟି କେବେ तुझे न रहिबु न रहिबु ମୋଠାରେ ଅନାଗତ ଶରଣ ପଶିବୁ ବାବୁରେ আয়া ଏ ଦୁନିଆରେ ଯିଏ କହିଲା ମୁଁ ତାକୁ ଘୃଣା କରେ আচ্ছা ଏକମାତ୍ର ମୁଁ ହଉଛି ମୁଁ কিরে তু কৃষ্ণ ମୁଁ କୃଷ୍ଣ তোর অলঙ্কার নাই ତୋର ଅଳଙ୍କାର ଦରକାର অলঙ্কার সোনা রূপা নাই তু কোনটা বড় ତୋର ମୁଁ ଦରକାର ନାହିଁ না 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 ତୋର କୃଷ୍ଣ ଦରକାର মোর ନାହିଁ কৃষ্ণ দরকার নাই মোর সোনা রূপা ଆରେ ତୁ କିଏ মু জনে চোর ଓ ତୁ ଚୋର হ্যাঁ ତୋର ମୁଁ ଦରକାର না ନାହିଁ তোর দরকার নাই ମୋ ଅଳଙ୍କାର ପତ୍ର ନେଇ କଣ କରିବୁ কিরে মু অলঙ্কার পত্র নেই মো পিলা ছুয়া ভোগিয়ে বড় লোক হেবি গাড়ি করিবি ঘোড়া করিবি সবু করিবি ଭଗବାନ କୃଷ୍ଣ କଦମ୍ବ ବୃକ୍ଷରୁ ଓହ୍ଲେଇ ପଡିଲେ হ্যাঁ হ্যাঁ ଡାକିଲେ ଏ ବାବୁ ଆସେ কোন ତୁ ଯାହା ଖୋଜୁଛୁ ମୋ ପାଖରେ ସବୁ ଅଛି নাই ম ଇଏ ପାଖରେ ଗୋଟେ ବଣ ଦେଖିଲୁ ଅଛି ସେ ବୁଦା ପାଖକୁ ଯା যাউছি ଗଛ ଗୁଡାକ ଆଡେଇ ଦେ হ্যাঁ হ্যাঁ ଆଡେଇ ଦେ କଣ ଦେଖୁଛୁ ইরে বাপা গোটা ଚୋର ଗଲା গোটা ঝুড়ি ବଣ ବୁଦାର ଗଛ ଉହାଡକୁ ଯେତେବେଳେ ଟିକେ ଖେଳେଇ ଦେଇଛି ଅନେକ ଅଳଙ୍କାର ଦେଖିଲା আয়া ବହୁତ ଗୁଡିଏ ଅଳଙ୍କାରକୁ ଆଣି ବୁଜୁଳି କରି ବାନ୍ଧିଦେଲା ହେଲା ବାବୁରେ କହିଲା ବା ପ୍ରକୃତରେ ଏଇଟା ବଡ ଲୋକ প্রকৃত তো ঠিক কথা ଇଏ ସିନା ଦେହରେ ଅଳଙ୍କାର ରଖିନି ও ଅଳଙ୍କାରକୁ ଏଇଠି ଲୁଚାଇ ରଖିଥିଲା ମତେ ଡାକିକିରି ଦେଇଦେଲେଣି ডাকিলে ବୋଧେ ଭୟରେ ଦେଇଦେଲା ମୁଁ କାଳେ ତାକୁ ମାରିଦେବି হ্যাঁ হ্যাঁ ଚୋର ବୁଝି ପାରୁନି ଏପର୍ଯ୍ୟନ୍ତ କୃଷ୍ଣଙ୍କୁ ଭଗବାନ କୃଷ୍ଣ କହିଲେ ହଁ। ଆରେ ଯେତିକି ତ ନେଲୁଣୁ ତାକୁ ମୁଣ୍ଡେଇ ନେଇ ପାରିବୁନି ଆଜ୍ଞା। ହବ ନା ଆଉ ନବୁ নাই মু এতিকাক নেই থাই এতিকি নাই କହିଲା ଏଇ ତକରେ ତମ 7 ପୁରୁଷ ଚଳିବେ ମୁଁ ଆଉ କାହିଁକି ନେବି ଆଉ ନା, ନା, ନା। ଏତିକି ନେଇକିରି ଯାଉଛି ଓହୋ କୃଷ୍ଣଙ୍କୁ ଛାଡ଼ିର ଆନନ୍ଦ ମନରେ ଚୋର ଏବେ ଚଳିଗଲା ଆନନ୍ଦ ମନରେ ଇଏ ପ୍ରବଚକ ପାଖେ ଆସିର ପହଞ୍ଚିଗଲା ଏ ଚୋର ଅଳଙ୍କାରକୁ ମୁଣ୍ଡେଇ ଆସୁଛି କହିଲା ଆଜି ଯଦି ଏତେ ଅଳଙ୍କାର ମୁଁ ପାଇଲି କାହା ପାଇଁ କି ପାଇଲି ସେ ପ୍ରବଚକ ଜଣକ ମତେ ସିନା ଏ କୃଷ୍ଣର ଠିକଣା ଦେଲା ବୋଲି বেশ ମୁଁ ଆସି ଅଳଙ୍କାର ତକ ନେଲି ହଁ ମୋ ପୁଅ ଝିଅ ନାତି ନାତୁଣୀ ଅଣନାତି ଖାଇକିରି ଘର ଦ୍ୱାର କରି ଗାଡି ଘୋଡା ବ୍ୟାଙ୍କ ବାଲାନ୍ସ କରି ଏଗୁଡା ବଳିବ ଆଚ୍ଛା, ଆଚ୍ଛା। ଏତେ କଣ କରିବି ଯିଏ ଠିକଣା ଦେଇଥିଲା ଯାଉଛି ସେ ପ୍ରବଚକକୁ କିଛି ଦେଇଦେବି ପ୍ରବଚକକୁ ବାନ୍ଧିଥିଲା ଆସି ପହଞ୍ଚିଗଲା আরে ভাই এই চিঠি আইছু କିରେ ତୁ ମତେ ବାନ୍ଧି ଦେଇ ସେତିକି ବେଳୁ ଯାଇଛୁ হ্যাঁ দে নে নে କଣ କହୁଛୁ নে এতক অলঙ্কার পত্র তু নে ଆରେ হ্যাঁ ଇଏ ସୁବର୍ଣ୍ଣ ଅଳଙ୍କାର হ্যাঁ হ্যাঁ ଇଏ ହୀରା ନୀଳା ମୋତି ମାଣିଙ୍କର ଅଳଙ୍କାର কিরে সেতিকি নু মো মুন্ডরে দেখুছু ଆରେ কি ତୁ କୋଉଠୁ ଆଣିଲୁ ଆକୁ তু যাহাকু পঠাইতিলু কৃষ্ণଙ୍କ পাখରୁ ମାଣିতি ପ୍ରବଚକ ଦେହରେ ସତେ ଯେମିତି ଗୋଟେ କରେଣ୍ଟ ମାରିଦେଲା ମାରିଲା
ମୁଁ ଗପରେ ଗପରେ ଯୋଉ କହ୍ନେଇ କୃଷ୍ଣ କଥା କହୁଥିଲି ସାରା ଜୀବନ ଅରୁଆ ଖାଇ ଗେରୁଆ ପିନ୍ଧି ପ୍ରବଚନ ଦେଇ ଦେଇ ଯୋଉ କୃଷ୍ଣକୁ ଦେଖିନି ଇଏ ମଣିଷ ମାରି ଚୋରି କରି ଆଜି ସେ କୃଷ୍ଣକୁ ଦେଖିଦେଲା ଭାବରେ ପ୍ରେମର ଅଶ୍ରୁ ବହି ପଡିଲା ପ୍ରବଚକଙ୍କର ବାବୁ ଇଏ ସୁନା ରୂପା ହୀରା ନୀଳା ମୋତି ମାଣିକ ମୋର ଦରକାର ନାହିଁ। ଆରେ ତୁ ପ୍ରବଚନ ଦବା ଦରକାର ନାହିଁ, ୟାକୁ ଖାଇଲେ ବୋଇଲେ ସରିଗଲା। ଏ ଧନ ତ ସୁନା ରୂପା ନେ ପଛେ ତୁ ଯୋଉ ଜାଗାରୁ କୃଷ୍ଣକୁ ପାଇଲୁ ସେଠି ମତେ ଟିକେ କୃଷ୍ଣକୁ ଦେଖେଇ ଦେ। ମନରେ ଭାବନା ସୃଷ୍ଟି ହେଲା ଚୋର ଯଦି କୃଷ୍ଣକୁ ଦେଖି ପାରିଲା ସମୟ ଚୋରି କରିଦେବେ କୃଷ୍ଣଙ୍କୁ ପାଇଲା ତାହେଲେ ପାଇବିନି କାହିଁକି? ଚୋର କଲା ଏଇ ଗୋଟିଏ କଥା ମୋ ସହିତ ଆସେ ବୃନ୍ଦାବନରେ ଯୋଉଠି କୃଷ୍ଣଙ୍କୁ ଦେଖିଥିଲି ଯୋଉଠୁ ଅଳଙ୍କାର ଆଣିଥିଲି ତତେ ସେଇଠି ଛାଡିଦେବି। ପ୍ରବଚକୁ ନେଇ ଯାଉଛି ପଣ୍ଡିତ ମଣ୍ଡଳୀ ମୋର ଡେରିବେ ଶ୍ରବଣ ପଣ୍ଡିତ ମଣ୍ଡଳୀ ମୋର ଡେରିବେ ଶ୍ରବଣ ତୋର ସଙ୍ଗେ ସାଧୁ ଏବେ କରିଲେ ଗମନ ସାଙ୍ଗରେ ସାଧୁ ଜଣକ ଗଲେ ବୃନ୍ଦାବନରେ ପହଞ୍ଚିଲେ ଯେତେ ଖୋଜିଲେ କୃଷ୍ଣଙ୍କୁ ପାଉନାହାନ୍ତି। ସାଧୁ ଜଣକ ପଚାରିଲେ ରେ ବାବୁ ତୁ ତ ବୃନ୍ଦାବନକୁ ଆସିଥିଲୁ କହ୍ନେଇ କୃଷ୍ଣକୁ ଦେଖିଥିଲୁ ସୁନା ରୂପା ତା ଠାରୁ ନେଇଥିଲୁ ଅଥଚ ସେ ଗଲା କୁଆଡେ? କହ୍ନେଇ କୃଷ୍ଣକୁ ନ ପାଇ ସାଧୁ ବାଉଳା ହେଲା ବେଳେ ଇଏ ଚୋର କହିଲା ଏ ବାବାଜୀ ଟିକେ ସେ ଗଛ ଡାଳକୁ ଚାହିଁଲୁ ସେ ଡାଳରେ ବଇଛି ଗଛ ଡାଳରେ ସେଇ କହ୍ନେଇ ବସିଛି ଚୋର ଜଣକ ଦେଖୁଛି କଦମ୍ବ ଗଛ ଡାଳରେ କୃଷ୍ଣ ବସିଛନ୍ତି ସାଧୁ ଯେତେ ଚେଷ୍ଟା କରୁଛି କୃଷ୍ଣଙ୍କୁ ଦେଖି ପାରୁନି ରେ ଦୁନିଆରେ ମୁଁ କହୁଥିଲି ଯାହା ଦେଖି ପାରୁନୁ ତାହା ସତ ଯାହା ଦେଖୁଛୁ ତାହା ମିଛ। ଭାଗବତ କହିଲେ ଜ୍ଞାନୀ କୁ ଦିଶେ ଜଗ ଜଗ ଅଜ୍ଞାନୀ ଆଖି କୁ କଳଙ୍କ ଅଜ୍ଞାନୀ ଆଖି। ବାସ୍ତବିକ ଜ୍ଞାନୀ ହଉଛନ୍ତି ସେଇମାନେ ଭଗବାନଙ୍କୁ ଦେଖିବାର ଶକ୍ତି ତାଙ୍କ ପାଖରେ ଅଛି। ପ୍ରଥମ ଦିନ କହିଥିଲି ସେ କଳି ଯୁଗରେ ଅନ୍ଧ ଲୋକ ଦେଖିଥିଲା ଭଗବାନ ବିଷ୍ଣୁ ନାରାୟଣ ଜଗନ୍ନାଥଙ୍କୁ ସେ ହେଲେ ଭୀମ ଭୋଇ। ଦ୍ୱାପର ଯୁଗରେ ଜଣେ ଅନ୍ଧ ଦେଖିଥିଲା ଭଗବାନଙ୍କୁ ସେ କିଏ? ସେ ବିଲମଙ୍ଗଳ ବାବୁରେ ତ୍ରେତୟା ଆଉ ସତ୍ୟ ଦିଟା ଯୁଗ ଛାଡିଥିଲି 5 ଦିନ ହେଇଗଲା ରଣା ବାବୁଙ୍କ ଠାରୁ ଆଦାୟ ହେଲାନି ଆଜି ତାଙ୍କୁ ଛାଟରେ ପିଟିକିରି ଆଦାୟ କରିବି। ପାଲା 7 ଦିନଟି ସିଏ ଆଗ ବୁଝନ୍ତୁ ବୁଝିକି ତାପରେ ଗଲା ଦିନ ବାବୁ ଏ ଧନ ସେଦିନ କହ୍ନେଇ କୃଷ୍ଣ ଗଛ ଡାଳରେ ବସି କହିଲେ ସାଧୁରେ ଜୀବନ ସାରା ଅରୁଆ ଖାଉଛୁ ଗେରୁଆ ପିନ୍ଧୁଛୁ ଦେଖିପାରୁନୁ ପ୍ରବଚନ ଦଉଛୁ ଅଥଚ ମତେ ଦେଖିପାରୁନୁ। ମୁଁ ଦେଖିପାରୁନି ତୁ ପ୍ରଭୁ ତମେ କୋଉଠି? ଆରେ ମୋ ଶବ୍ଦ ତ ଶୁଣି ପାରୁଛୁ ଶବ୍ଦ ଶୁଣିଛି ଏଥର ବିଶ୍ୱାସ ହେଲା ନା ନାଇଁ? କିଏ ଗୋଟେ କହୁଛି ମୁଁ ଶୁଣୁଛି ମୁଁ କହୁଛି ବୋଲି ଶୁଣି ପାରୁଛୁ ମତେ ଦେଖିପାରୁନୁ ଏପର୍ଯ୍ୟନ୍ତ ଜ୍ଞାନ ନେତ୍ର ତୋର ଉଦୟ ହେଇନି ରେ। କୋଉ ଠାକୁରଙ୍କୁ କେମିତି ଦର୍ଶନ କଲେ ପ୍ରଭୁ କୃପା କରିବେ? ପ୍ରଥମ ଦିନ ଗାଇଥିଲେ ଆଉ ଥରେ କହିଦଉଛି ଜଗନ୍ନାଥ ମନ୍ଦିରକୁ ଯାଇଛୁ ଜଗନ୍ନାଥଙ୍କୁ କେମିତି ଦର୍ଶନ କଲେ ଜଗନ୍ନାଥ କୃପା କରିବେ? ଅଚ୍ୟୁତ କହିଲେ ଆଖିକୁ ଆଖିରେ ମିଶାରେ ବାବୁ ଆଖିକୁ ଆଖିରେ ମିଶାରେ ବାବୁ ଆଖିକୁ ଆଖିରେ ମିଶାରେ ବାବୁ ଆଖିକୁ ଆଖିରେ ମିଶାରେ ବାବୁ ଆଖି ମିଶି ଗଲେ ପାଇବୁ ସବୁ ଆଖି ମିଶି ଗଲେ ପାଇ ଆଉ ଆଖି ମିଶି ଗଲେ ପାଇବୁ ସବୁ। ଜଗନ୍ନାଥଙ୍କର ଚକା ଆଖିକି ତୋ ଆଖି ସହିତ ମିଶେଇ ଦେ ଆଖି ଦ୍ୱାରା ଜଗା କରୁଣା କରିବେ। ତାହେଲେ କୃଷ୍ଣଙ୍କ ପାଖକୁ ଯାଇଛୁ ମନ୍ଦିରରେ କୃଷ୍ଣଙ୍କୁ କେମିତି ଦର୍ଶନ କରିବୁ?
ସାର୍ କେମିତି ଦର୍ଶନ କରିବି କୃଷ୍ଣକୁ ପାଇବୁ କେମିତି କେମିତି ପାଇବି ଜଗନ୍ନାଥଙ୍କ ଆଖିକୁ ଦର୍ଶନ କଲେ ପାଇବୁ ହଁ ହଁ କୃଷ୍ଣକୁ ପାଇବୁ କେମିତି କେମିତି ସାର୍ ଛନ୍ଦା ଚରଣ ଛନ୍ଦା ଚରଣ ଛନ୍ଦା ଚରଣରେ ଗଲି ଚରଣ ଚନ୍ଦା ଚରଣରେ ଗଲି ଚରଣ ଚନ୍ଦା ଚରଣ ଚନ୍ଦା ଚରଣ ଚରଣ ଚନ୍ଦା ଚରଣ ଚନ୍ଦା ଚରଣ ଗଲି ଚରଣ ଚରଣରେ ଗଲି ଚରଣ ଚନ୍ଦା ଚରଣରେ ଗଲି ଚରଣ ପାକଲେ ସେଠି ଦେବକୀ ନନ୍ଦନ ଦେବକୀ ନନ୍ଦନ ଯଶୋଦା ମାର ସେହି ପ୍ରାଣ ଧନ ସେହି ପ୍ରାଣ ଧନ ଇଏ ଯଶୋଦା ମାର ମାର ସେହି ପ୍ରାଣ ଧନ ଯଶୋଦା ମାର ସେହି ପ୍ରାଣ ଧନ ମୁକତିର ହେବ କାରଣ ଛନ୍ଦା ଚରଣ ଛନ୍ଦା ଚରଣ ଚରଣରେ ଗଲି ଛନ୍ଦା ଚରଣ ଏ ଧନ କଣ ଏ କଥା ଆଜି ବାବୁରେ ଜଗନ୍ନାଥଙ୍କ ଆଖିକି ଚାହିଁ ଦର୍ଶନ କରିବୁ ଆଜ୍ଞା 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 କୃଷ୍ଣଙ୍କ ମନ୍ଦିରକୁ ଯାଇଛୁ ତାଙ୍କ ପାଦକୁ ଦେଖିବୁ ପାଦକୁ ତାଙ୍କ ପାଦକୁ ଚାହିଁଲେ କୃପା କରିବେ ପ୍ରଭୁ ଆଜ୍ଞା ମୁକ୍ତି ହେବି ଭଗବାନ କୃଷ୍ଣ କହୁଛନ୍ତି ତୁ ସାଧୁ ବୋଲଉଛୁ ଯେ ହଁ, ହଁ। ବାସ୍ତବିକ ଆଜି ପର୍ଯ୍ୟନ୍ତ ଆଜ୍ଞା ତୁ କେବେ ଛନ୍ଦା ଚରଣରେ ମନ ଦେଇନୁ କିଏ ଛନ୍ଦା ଚରଣ ମନ ଛନ୍ଦା ଚରଣରେ ମନ ନ ଦେଲେ ତୁ କୃଷ୍ଣକୁ କେବେ ଦେଖି ପାରିବୁ ନା ନା ଆମେ ପଣ୍ଡିତ ମଣ୍ଡଳୀ ଆପଣ ମାନେ ବିଚାର କରିବେ ବେଶ ବାସ୍ତବିକ କୃଷ୍ଣଙ୍କର ପଦାର ବିନ୍ଦୁରେ କିଏ ସେ ମନ ଦେଇଥିଲେ କିଏ ସେ ଇଏ ସାଧୁ ଜଣକ ତ ସେଦିନ କୃଷ୍ଣଙ୍କର ବାଣୀ ଶୁଣି ହଁ, ହଁ। ନିଜକୁ ଧନ୍ୟ ମନେ କଲେ ବେଶ ଚୋର କୃଷ୍ଣକୁ ଦେଖି ସାରା ଜୀବନ ପାଇଁ ତରିଗଲା ହଁ, ହଁ। ବିପଦରେ ପଡିଲେ ସମସ୍ତେ ଠାକୁରଙ୍କୁ ଡାକନ୍ତି ହଁ ହଁ ସେଦିନ ଇଏ ଘଟ ଠାକୁରଙ୍କୁ ଡାକିଲା ଆଜ୍ଞା କେମିତି ଡାକିଲା କେମିତି ଡାକିଲା ବସିଲା ଗୋଟେ ଚୌପଦୀ ଗାଇ ଗାଆନ୍ତୁ ଚ୍ୟାନେଲ ଲାଗିଛି ଆଜ୍ଞା। ନାଇଁ କି ହଁ। ଚୌପଦୀ ଡେଗାଉଛି ଗାଆନ୍ତୁ କବି କିଏ କବି କିଏ ସାର୍ କବି ବାଙ୍କା ଦାସଙ୍କର ଲେଖନୀରେ ଅଛି ଗୋପାଳ ପଣ୍ଡାଙ୍କ ଲେଖନୀରେ ଅଛି ଆଜ୍ଞା ଆଜ୍ଞା ମାତ୍ର କେତୋଟି ଶବ୍ଦ ଭିନ୍ନ କେତେଟା ଶବ୍ଦ ଯେଉଁ ଚୌପଦୀ ଗାଇବି ଆଦ୍ୟ କେ ପ୍ରାନ୍ତେ କେ ଓ ତାକୁ ମିଶେଇ ଦେଲ କେ କେ ପ୍ରଥମରେ ରହିବ କେ ଶେଷରେ ରହିବ କେ ତାକୁ ମିଶେଇ ଦେଲ କେ କଟା ହବ ପାଲା ବାଲା ଖାଇବେ ଖାଇବୁ ମରିବୁ ଆଉ ଖାଲି ତ ଖାଇବୁ ଏତେ ଖାଉଛୁ ତୋର ହଉଛି କଣ ମୁଁ ରାତିରେ ଶୋଇଲେ ବିଲେଇ ବିଲେଇ ଚାଟି ଦଉଛି କେଳି କୌତୁକି କାକି ପୁଛା ଚୁଲା के केते तेरी पति है बारुड़ा के केली कौतुकी के की पूछो चुड़ा के केते केते भी पति है बारुड़ा के सबना शिव जबे तब से बके अरे कैसे बना शिव जबे तब से बके केशव शिव जबे तब से बके अरे केशव ना शिव जबे तब কেশব না শিবা দেবে কেশব না শিবা দেবে से बके अरे केशव ना शिव जबे तब से बके কেহি না রহিবে बके अरे कहीं न रही কেহি না রহিবে প্রণাবু এমতি টিকে হউ ହବ হে ধন কেমন্তে গজরাজ सके केमंते गजरा जा नरक भयरु सके কেড়ে আরতে রাখিলা धरी कामराय के जेड़े आर কেড়ে কেড়ে আরতে রাখিলা धरी कहमराय के जेड़े आर तेरा किला धरी कहमराय के কেনে নিবারি ছিল গ্রহ केली नगो के की पूछो কেলি पूछो তোকে
কেতে কেতে বিপদ হে বারু ডাকে কেতে কেতে নৃপাসুত কেতে কেতে নির্পসুত ভীষ্ম কটকে কেতু পরি ঘেরিছিলে কৌতুকে কেতু পরি ঘেরি দিলে বিভা কৌতুকে কেতকি কান্তি চিন্তি কেতকে হে কেতকি কান্তি চিন্তি বারুয়া কেতকি কান্তি চিন্তি হে বারু ଅଛି উছুকে কেতকি কান্তি চিন্তি বারু ଅଛି উছুকে দেবা মেলা মেলা এ বাড়ি গাওকে কতুকি 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 দেখি পূজত কতুকি কেকি পুছ কতুকি কেকি পুছ চূড়াকে কেতে কেমত সুদামা দিজ সুদামা রাকে কেমন্দে সুদামা কেমত সুদামা দিজ কেমত সুদামা দিজ কেমত সুদামা দিজ ছোটা মানকে কেমন্দে সুদামা দিজ খুদা মানকে আউ কেড়ে কহু সরে বাঁধি নেলা লভকে কেড়ে কহু সরে বাঁধি কেড়ে কহু সরে বান্ধি দেলা লভকে কেড়ে কহু ବୋପା কোন ଏମିତି ବାଇଚାନ୍ସ ମୋ ସ୍ତ୍ରୀ ଗୋଡ଼ ପକେଇ ଦେଲା ମୋର ମାସେ କାଳ ମେଡିକାଲ ଯାଇ ଯାଇ ପଇସା ଖର୍ଚ୍ଚ ହେଲାନି ତୁମେ ଆହୁରି ବାର ଗୋଡ଼ କଣ ହେଲା ସାରେ ଏମିତି ଖାଇବାକୁ ଦଉଥିଲା ଖାଇବାକୁ ଯାଇକି ମୁଁ ଯେତେବେଳେ ଆଉ ଖଣ୍ଡେ ମାଛ ମାଗିଛି ସେ ସିଆଡ଼କୁ ଏଠି ବିଲେଇ ଆସିବୁଟି ତୋ ସ୍ତ୍ରୀ କି ଖାଇବାକୁ ମାଗିଲୁ ସେ ମତେ ଖାଇବାକୁ ବାড়ি ଦେଇଛି ଖାଇବାକୁ ବାଢିଦେଲା ମାଛ 2 ପିସ୍ ଦେଇଛି ମାଛ ଦି ପିସ୍ ଦେଇଥିଲା ଆଉ ଖଣ୍ଡେ ଦବ ବୋଲି ଆଚ୍ଛା ସେପଟେ ବିଲେଇ ବୋବେଇଲା ବିଲେଇ ବୋବେଇଲା ସେ ବିଲେଇ କନିସା କରୁ କରି ଏମିତି ଗୋଡ଼ ପକେଇ ଦେଲା ତୋ ସ୍ତ୍ରୀ ତୋ ଉପରେ ଗୋଡ ପକେଇଦେଲା ମୋର କଣ ହେଲା ମୁଁ ଭାବି- କେମତେ ସୁଦାମା ଦିଜ খুদা মানকে কেমন্দে ସୁଦାମା ଦିଜ খুদা মানকে କେମତେ ସୁଦାମା ଦିଜ କାଇଁ ସେମିତି ହଉଛୁ କଣ ତୋର ହଉଛି କେମତେ ସୁଦାମା ଦିଜ খুদা মানকে কেমন্দে সুদামা দিজ କେଡେ କୌଶଳେ ବାନ୍ଧି ভকে কেড়ে ତମେ ସେମିତି ହୁଅନି ସାରେ କଣ ହଉଛି ନା ତାଙ୍କର ହଉନି ତମର କେମିତି ହଉଛି କଣ ନା ତାଙ୍କର ହଉନି ତମର କାହିଁକି ହଉଛି କଣ ହେଲା ତମେ ଏଗୁଡ଼ା କେତେବେଳେ କେମତେ ସୁଦାମା ଦିଜ খুদা মানকে କେମତେ ସୁଦାମା ଦିଜ খুদা মানকে କେଶ ଧରି ରସାରେ নিয়ন্তে গুরু লকে কেশ ধরিলা ସାରେ ଟାଉଲ ଖସି ପଇଲା କେଶ ଧରି ରସାରେ নিয়ন্তে ଇଏ ସାରେ ତମର କଣ ଗଳି ପଡୁଛି ନା। କେଶ ଧରି ରସାରେ নিয়ন্তে গুরু লকে কেশ ধরি ଏ ସାରଙ୍କୁ ଦେହରେ ଗୋଟେଇକି କଣ ହଉଛି ଜାଣି ଶୁଣିକି ଗଳଉଛ ନା ମନକୁ ଗଳୁଛି କାଇଁ ସେମିତି ହଉଛି ନାଇଁ ନାଇଁ ଆରେ ଇଏ ଗୋଟେ କାଟ ସତରେ। କେଶ ଧରି ରସାରେ নিয়ন্তে গুরু লকে আরে কেশ ধরি রথরে নিয়ন্তে କଣ କିରେ କଣ ହେଇଛି ଏ ତମେ କୋଉଠି ମୁଁ ଏଇଠି ମୋ ଆଖିଟା ଗଳି ପଇଲା କୋଉଠି କୁଆଡେ ଥାକ୍, ହୁଡୁ କଣ ଗଳି ପଇଲା ସାର ମୋ ଆଖି କୋଉଠି ଗଳି ପଇଲା ଖୋଜ ମିଳିବ କଣ ଆଖି ଗଳି ପଇଲା କୋଟା ବାଜିଲା ବାହାରିଲା ଆପଣ କେଶ ଧରି ରସାରେ নিয়ন্তে গুরু লকে কেশ ধরি রথরে নিয়ন্তে গুরু ଏଇଟା କେଞ୍ଚା ଆଉ 4 ଦିନ ଟାଇମ ଦେଲି ଆଜ୍ଞା ଏମିତି ଗୋଟେ କାଟ କରି ଦେଖା କରିବ, କରିବ, କେଶ ଧରି ରସାରେ নিয়ন্তে গুরু লকে কেশ ধরি রথরে ଆଲୁ ବୋପା ଏଇଟା ହଉଛି ଗାଈ ମାନେ ଗାଈ ହଉଛି ହଉଛି ଏଇଟା ନାତୁଆ ନାଚ କେଶ ଧରି ରସାରେ গুরু লকে কেশ ধরি କେଶ ଧରି ରସାରେ নিয়ন্তে ତମେ ସେମିତି ହୁଅନି ଛୋଟ ପିଲା ଆସିନାହାନ୍ତି ନହେଲେ ହଉଛି ଚମକି ଥାନ୍ତେ କେ ଦେଲା କୋଟି ବସ୍ତ୍ର প্রপদে আকে ডাকে গেদেলা কে আদে প্রান্তে বাঙ্কারা কে কেলি তোর অনাবাসী সমালোচনা করিপার
এপটে চ্যানেল লাগিছি কথাবার্তা হলে সখী মানে কলে কেড়ে সুন্দর পুଅটা পানি মাগুছি পিবা আলো এ সখী बोलू ଦେଖିଲୁ ସେ ଯୁବକକୁ मला गो- ତାକୁ ଦେଖି ମୋ ଆଖି ଲାଖି ଯାଉଛି तोर नाखु थब हेले गोटे चाउ কলা সত কাহা মিতালে বাঙ্কা চৌপতি সত কাহা মিতালে কাহা কুমারা সতগা বিতলো হে কাহা কুমারা সতগা বিতলো আউ দেখিয়া খিলাকি 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 যাবো সতগা সত কাহা মিতালে হে তো কাহা ये है निकिची ये है निकिची देखो काली की कौन होउची देखो काली की कौन होउची সে রোনা লাঙ্গুড়রে হাত মারছি পুଅ রোনা লাঙ্গুড়রে হাত মারছন্তি কলে কেতেবেলে লাঙ্গুড়রে হাত বাজিবা পরে পরে তারপর দিয়ে পৃষ্ঠর তাঙ্গ হাত পড়িব তারপরে মুন্ডকু ধরিবা আজ্ঞা আরে মুন্ডকু ধরলা পর্যন্ত তমে আউ থিব তো আরে রোনা মুন্ডরে হাত মারিবা পর্যন্ত সম্ভালিবা দরকার জানি সমস্ত ঢিয়া হাত মারিবার ভাই না রোনা ঠিকেবে হাত মারিব না কাহিঁকি না পুଅ ডম ପୋଡ଼ା ତୋପରେ ନଟବର ଧଳ ସାମନ ଗୋଟାଏ ପଦ ଗୁଣଗ୍ରାହୀ ବିଦ୍ୱାନ ମଣ୍ଡଳ ଲେଖିଲେ କହିଲେ କେତେ ଗୁଡ଼ିଏ ବୋଲନିଆ ଜିନିଷ ଏ ସଂସାରରେ ରହିଛି ସେ ଭଳିଆ କାମ କେବେ କରିବୁନି ବାପା ଏ ବୋଲଣିଆ କାମ ସେ ପାଲା ବାଲା କରୁଛନ୍ତି ସେ ବୋଲନିଆ ପୁଅ ଆଜି ଚଟ ହେର ସେ ବୋଲନିଆ କଣ କଣ ସୁନ୍ଦର ଭାବରେ ଧଳ ଲେଖିଦେଲା ଆଜ୍ଞା ହଁ କହିଲେ ଆମେ ଢୁମ୍ପା ଗାଉଛୁ ବାପା ଢୁମ୍ପା ସଙ୍ଗୀତ ଧଳଙ୍ଗରୁ ଗୋଟାଏ ପଦ ଆଜ୍ଞା କଣ କହିଲେ କହିଲା ମୋର ଖାଲି ବୋଲଣା ଖାଲି ବୋଲଣା ଖାଲି ବୋଲଣା କହିଲା ଖାଲି ବୋଲଣା ଖାଲି ବୋଲଣା ଖାଲି ବୋଲଣା କହିଲା ମିଠା ନଥାଇ ଯେବେ ସରପଣା খালি বলো না মিঠা নথাই কি বেসর পোড়া খালি বলো না বরষা দিନରେ শাଳରେ কোণা খালি বলো না বরষা দিনরে চালরে কোণা খালি বলো না মশলা তরকারি হেলে বলো না খালি বলো না আরে মশলা তরকারি এলে হলো না খালি বলো না নাগ ছুয়া যাবে নাগ ছুয়া যাবে খোলা নাগ ছুয়া যাবে হেব ঢামনা খালি বলো না আরে নাগ আরে নাগ ছুয়া যাবে কলে এগুলা সব বললো নিয়া কামা আজ্ঞা ବର୍ଷା ଦିନ ହେଇଥିବ ଚାଉଳରେ କଣା ତା ପୂର୍ବରୁ ଛପର କରିବାନି ମନେ ପଡିବନି ଆଜ୍ଞା ଆଜ୍ଞା ବର୍ଷା ଝିପି ଝିପି ହେଇକି ପଡିଲେ ତାପରେ ଯେତେବେଳେ ବାପରେ ଗନ୍ଥା ତକିଆ ଧରି କଣରେ କୋଉଠି ଶୋଇବା ଆଜ୍ଞା ସେତେବେଳେ ଆମକୁ ଜଣାଯିବ ଆରେ ମୁଁ ଛପର କାହିଁ କଲେନି ହଁ ଏ ହଉଛି ବୋଲନିଆ କାମ ବୋଲଣିଆ କାମ ନାଗ ଛୁଆ ଯାର ଢାମଣା ହେଇଗଲା ପୁଅ ଆଜ୍ଞା ନାଗ ପିଲା ତା ଲାଙ୍ଗୁଡରେ ହାତ ମାରିବ ମାନେ ସେ ଉଠିବ ନା ଲାଞ୍ଜରେ ଫଁ ଫଁ କରିବ ଯିଏ ଢାମଣା ପିଲା ଏ ନାମ ଜାତିକି ଯିବ ଲାଞ୍ଜ ଜାକି ଦବ ଆଜ୍ଞା ତାହେଲେ ନାଗ ଛୁଆ ଯାର ଢାମଣା ହେଇଗଲା ତାହେଲେ ଜାଣିବ ଏଗୁଡା ସବୁ ଖାଲି ବୋଲଣା ବୋଲଣା ମସଲା ତରକାରୀ ହେଲେ ଅଲଣା ବୋଲଣା ବୁଝି ହଉନି ଆଜ୍ଞା ଅନୁଷ୍ଠାନରେ ଆସି ପାଲା ବାଲା ମାନେ ପହଞ୍ଚି ଗଲେ ହଁ ଖାଇବା ପିଇବା ଅତି ସ୍ୱତନ୍ତ୍ର ଭାବରେ ବାପରେ ବଢିଆ ବଢିଆ ଗୋବିନ୍ଦ ବାବୁ ଅଛନ୍ତି ଆମର ହଁ ଆଉ ଭାଇମାନେ ସବୁ ଅଛନ୍ତି ଅନୁଷ୍ଠାନର ଆଜ୍ଞା ଗ୍ରାମବାସୀ ମାନଙ୍କର ବାପରେ କଥା ହଁ ପାଲା ବାଲା ଯାହା ଖାଇବେ ସେମାନଙ୍କୁ ସବୁ ଦିଆଯିବ ଦିଆଯିବ ସ୍ୱତନ୍ତ୍ର ଭାବରେ
ତମର କୌଣସି ଅସୁବିଧା ଅଛି ପୁଅ? ନା ନା 4 ଦିନ ହେଇଗଲାଣି। ନା ଆଜି ମାଛ 4 ପିସ୍ ଖିଆଇଛି। ଏ ହଉଛି ବଡ ରଘୁନାଥପୁର। ଆଜ୍ଞା ସମ୍ମାନ ହଉଛି ବାପରେ ଏ ଜାଗାରେ କଳାକାର ସମ୍ମାନ ପାଇବେ। ଆଜ୍ଞା ଆଜ୍ଞା ସମ୍ମାନ କେମିତି ଦିଆଯାଏ କଳାକାରଙ୍କୁ ଏ ବାପରେ ଗ୍ରାମବାସୀ ମାନେ ଜାଣନ୍ତି। ହଁ ହଁ ତମକୁ କେହି କିଛି କହିବା ନା 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 ଖାଇବା ପିଇବା ନା ଚା ପିଇବା ବିଲକୁଲ ରହିବା ନା ଅସୁବିଧା ଅଛି? ଆଖି ଠାର ମାରିଲେ ସବୁ ଆଉଛି। ରହ ତାହେଲେ ସଜନ ମସଲା ତରକାରୀ ମାଛ ତରକାରୀ ମାଂସ ତରକାରୀ ବାପରେ ପାଲା ବାଲା ଖାଇବେ ତ ଚାରିଆଡେ କହିବେ। ଆଜ୍ଞା କିନ୍ତୁ ଆମେ ଏଠି ମଞ୍ଚ ଉପରେ ବାରଣ କରୁଛୁ ଆଜ୍ଞା ଏ ଆମିଷ କରିବେନି। ନାଇଁ 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 ପୁଅ ରୋଷେଇ ହେଇଗଲା 4 ପିସ୍ 8 ପିସ୍ 10 ପିସ୍ ପର୍ଯ୍ୟନ୍ତ ପାଲା ବାଲାଙ୍କୁ ଦିଆଗଲା। ଖାଇବେ ତ ସେ ଲୋଭରେ। ଖାଇବେ ନା ହଁ ଲୋଭ। କିନ୍ତୁ ସବୁ ହେଇଛି ଆଜ୍ଞା ମସଲା ସୁନ୍ଦର ଭାବରେ ରୋଷେଇ ହେଇଛି। ହଁ ଲୁଣ ପଡିନି ପୁଅ। ଯଦି ମସଲା ତରକାରୀରେ ଲୁଣ ପଡିନି ହଁ ଅଲଣା ହେଇଯାଇଛି ଆଜ୍ଞା ମାଛ ରନ୍ଧା ହେଇଛି କେମିତି ଲାଗିବ? ଭାରି ବୋଲଣି ଆଉ। ମିଠା ନଥାଇ ଯେବେ ସରପଣା ହଁ ସରପଣା ସବୁ କିଛି ହେଇଥିବ ରେ ସବୁ ପଡିଥିବ। ପାଲା ବାଲା ପିଇବେ ସମସ୍ତଙ୍କୁ ଧରେଇ ଦିବେ ଆଜ୍ଞା ହଁ ଗ୍ଲାସ ଗ୍ଲାସ। ଟିକେ ଧୁଆ ଧୁଇ ହେଇଯାଆନ୍ତୁ ଖରା ଟିକେ ବାଜିଗଲାଣି ଆଜ୍ଞା ଆଜ୍ଞା ଟିକେ ପିଇଦେବେ ବସା ଘରକୁ ଯିବେ। ହଁ ହଣ୍ଡାର ହଣ୍ଡା ବାପରେ ପଣା ହେଇଛି ଆଜ୍ଞା ଧରିକି ପିଇଦେଲା ବେଳକୁ ଗୁଣଗ୍ରାହୀ ବିଦ୍ୱାନ ମଣ୍ଡଳ ତା ଦେହରେ ଚିନି ପଡିନି ହେ ଭଗବାନ ସେ ମିଠା ନାହିଁ ପୁଅ। ତାହେଲେ ସେଟା କେମିତି ଲାଗିବ ଆଜ୍ଞା? ଯେତେ ଯାହା ପକେଇଲେ ମଧ୍ୟ ଯଦି ମିଠା ନଥିବ ତାହେଲେ ସରପଣାଟା ସୁନ୍ଦର ଲାଗିବନି ଆଜ୍ଞା। ନାଇଁ 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 ହେଲା ପୁଅ ଖାଲି ସେତିକି ନୁହଁ ପାକୁଆ ବାଡେ ଗୋ ଟାଣୁଆ ଚଣା ঢেলা মারা জিয়ে ঢেলা মারা জিয়ে ঢেলা মারা জিয়ে খোলা পুয়া ঢেলা মারা জিয়ে দেখিলে রোনা খালে বলো না আলো ঢেলা মারা জিয়ে ବୁଢା ବାପା ଶ୍ୱଶୁର ବୁଢା ଆଜ୍ଞା ନୂଆ ବୋହୂ ଆସି ଘରେ ପହଞ୍ଚନ୍ତି। ଝିପି ଝିପି ବର୍ଷା ଟିକେ ହୋଇଯାଇଛି। କହିଲେ ମା ଟିକେ ଶୀତୁଆ ଶୀତୁଆ ଲାଗୁଛି ଚଣା ଯୋଡେ ଭାଜି ଦେଲେ ଟିକେ ପାଟିରେ ପକେଇ ଦିଅନ୍ତି। ଆଜ୍ଞା ମାଲୋ ଏଇ ହାଣ୍ଡିରେ ପକେଇ ଖଡର ଖଡର କରିକି ତତେଇ ଦେଇକି ଚଣା ପୁଞ୍ଜାଟେ ଦେଇଦେଲେ ବୁଢା ବାପାଙ୍କୁ। ଆଜ୍ଞା ଦାନ୍ତ ଗୋଟିଏ ନାହିଁ ରେ ବାପା। ସେଇ ଚଣାକୁ ନେଇକି ଟାଣୁଆ ଚଣାକୁ ପାଟିରେ ପକେଇକି ମାଢିରେ ଯେତେବେଳେ 2 ଥରରେ ଗେଡି ଦେଲେ ରକ୍ତ ବାହାରି ପଡିଥିବ ଆଉ। ଏ ପୁଅ ରକ୍ତସ୍ରାବ ହେଲା। ହଁ ବୁଢା ଆଉ ଗେଡି ପାରିଲେନି ନାଇଁ ନାଇଁ ମାଢି ଛିଡିଗଲା ଆଜ୍ଞା। ହଁ ତାହେଲେ ଭଲ ଲାଗିବ ତ ନା ଟିକେ ସ୍ମୁଥ ଲାଗିଲେ ସିନା ତାକୁ ବାପାର ଚୁବେଇକି ସିଏ ଟିକେ ଲାଳ କରିକି ଢୋକି ଦେବେ। ଆଜ୍ଞା ଖୋଲା ଢେଲା ମାରେ ଯିଏ ଦେଖିଲେ ରଣା 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 ସାପ ଶୋଇଥିବା ପୁଅ କହିଲେ ରଣା କୋଉଠି ବିଷ ଉଦୁଗାରି ଦେଲା। ଆଉ ରଣା ସାବୁଣି ବିଷ ନାହିଁ। ରହ ପୁଅ କହିଲେ ପୃଥିବୀରେ ଯେତେ ସର୍ପମାନ ଅଛନ୍ତି ସବୁଠାରୁ ଭୟଙ୍କର ହଉଛି ରଣା। କାମୁଡେ ଯେବେ ରଣା ଦେଇ ନ ପାରିବ ମହାଦେବଙ୍କ ପାଟ ଅଗଣା। ଗଣା ରଣା ଯାହାକୁ କାମୁଡେ ରଣାର କଣ ଫଣା ଅଛି ଆଜ୍ଞା? ସିଏ ଫଣା ଧାରୀ ସର୍ପ ନୁହଁ। ନାଇଁ ନାଇଁ ଫଣା କୋଉଠୁ ଆସିବ? କହିଲେ ରଣାର ଫଣା ନାହିଁ। ଆରେ ଫଣା ସିନା ସାପର ଥିଲେ ସିଏ ଫଣା ଟେକିବ? ଆରେ ନାଗତମ୍ବ ସିଏ ନା 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 ନାଗତମ୍ବ ଠାରୁ ଆହୁରି ଭୟଙ୍କର ହଉଛି ରଣା। ରଣା ଯେତେବେଳେ କାମୁଡେ ସିଏ ବାପରେ ଏଠେଇକି ସେଠେଇ କାମୁଡିବନି ନାଇଁ 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 ସିଏ କର୍ଣ୍ଣ ମୁଣ୍ଡିକି କାମୁଡିବରେ। କହିଲେ କାଲି ନାଞ୍ଜରେ ହାତ ମାରିଛୁ ଆଜି ପେଟରେ ହାତ ମାରିବୁ ତାପରେ ମୁଣ୍ଡରେ ହାତ ମାରିବୁ। ଆପଣ ମାନେ ବିଚାର କରି ଯଦି 100 ଲୋକଙ୍କୁ ରଣା ମାରେ ହୁଏତ ଭାଗ୍ୟବଶତଃ ଜଣେ ଯଦି ବଞ୍ଚିବା କଥା ବଞ୍ଚିବ। ହଁ ତେଣୁ ଦେଖିଦେବା ଟିକେ ରଣା କାମୁଡା ତମେ ତମେ ଖାଇନ ତ ଖାଇଛ ଆଗରୁ ଖାଇଛ କିନ୍ତୁ ଏବେ ଟିକେ ଖାଇବା ହାଉନି ତ ତେଣୁ ତମକୁ ଟିକେ ମଜା ଲାଗୁଛି ଆଉ ରଣା କାହିଁକି କାମୁଡୁନି ହଁ କାହିଁ କାମୁଡି ତମ ଦୟା ଦେଖିକିରି ଟିକେ ଖୋଜୁଛ କାମୁଡିବା ପାଇଁ।
ପୁଅ ଆଜ୍ଞା ରଣାଟି ହାତ ମାରିବନି କେ ନାଇଁ 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 ତମେ ରଣାଟି ହାତ ମାରିଲେ କେମିତି ଲାଗିବ ଜାଣିଛୁ କଲା ମୋର ମାଲ ମାଲି ରଣା କାମୁଡ଼ିଲା ରାତିରେ କାଲେ ମାଲ ବଲି ରୋଣା କାମୁଡ଼ିଲା ରାତିରେ କାଲି ରଣା ମାମଲି ରଣା ମାରୁଥାଏ କରେଣ୍ଟ ଭଳି ମାମୁଲି ରୋଣା ମାରୁଥାଏ କରେଣ୍ଟ ଭଳି ଘୋଡ଼ା ଦେହ ତାର ନୀଳ ପଡ଼ିଗଲା ଘୋଡ଼ା ଦେହ ତାର ନୀଳ ପଡ଼ିଗଲା ମୋର ହୋ ହା? ଯାଉଛି ଉଡ଼ି ମତେ ଧରି ଥାରେ ଯାବୁଡ଼ି ପାଣି ଢାଳୁ ଢାଜା ବୁଡ଼ି ଏକାଳେ ଉପରକୁ ଉଠିବ ପୁଅ ରଣା ଯେତେବେଳେ ମାରିବ ତମେ ଜାଣିନ ଭାଇନା ଖାଲି ଦୟା ଆସୁଛି ବ୍ରାହ୍ମଣିଆ ଲୋକ ବୋଲି